ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ରୋଗ ଶଯ୍ୟାରେ କଟୁଛି ଜୀବନ। ଦୀର୍ଘ 9 ବର୍ଷ ଧରି ଜୀବନ ସହ ସଂଘର୍ଷ। ସରକାରଙ୍କ ବାଳବଳ ଯୋଜନା ବାସ୍ତବରେ କାହା ପାଇଁ? ସହାୟତା ପାଇଁ ସ୍ତ୍ରୀ ଓ ଛୁଆ କଲେ ଆକୁଳ ନିବେଦନ। ଜୀବନ ଯିବା ପାଇଁ ପ୍ରତିଦିନ ମରଣ ସହ ଲଢ଼ିବାକୁ ପଡୁଛି। ନିଶ୍ୱାସ ଟିକକ ପାଇଁ ଭଡ଼ାରେ ଆସିଛି ମେସିନ୍, ସେ ବି ମାସକୁ 10,000ରେ। ଯଦି ଭଡ଼ା ନ ଦିଆଯିବ ତେବେ ମେସିନ୍ ଫେରିଯିବ, ଆଉ ଲିଭିଯିବ ଜୀବନର ଦୀପ। ସରକାରୀ ସହାୟତାର କଥା ନ କହିବା ଭଲ। ଟିକେ ଭଲ କରି ଦେଖନ୍ତୁ ଏହି ଘରକୁ। ଚାଳ ଛପର ଭଙ୍ଗା କୁଡ଼ିଆରେ ବିତୁଛି 5 ପ୍ରାଣୀଙ୍କ ଜୀବନ। ବର୍ଷା, ପବନ, ଶୀତ, ଖରା ସବୁ କଟୁଛି ଏହି ଚାଳ ଛପର ଘରେ। ସରକାରୀ ସହାୟତା ବୋଲି ରାସନ କାର୍ଡରେ ମିଳୁଥିବା ଚାଉଳ ଖଣ୍ଡାକ। ତେବେ ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନପୁର ପଞ୍ଚାୟତରେ। ତେବେ ଶାସନପୁର ପଞ୍ଚାୟତର ସୁରେନ୍ଦ୍ର ମଲ୍ଲିକ ଦୀର୍ଘ 9 ବର୍ଷ ଧରି ଫୁସ୍ଫୁସ୍ ସଂକ୍ରମିତ ରୋଗରେ ପୀଡ଼ିତ ଅଛନ୍ତି। ଦିନେ ପରିବାରର ଭରସା ଥିବା ଏହି ମଣିଷ ଆଜି ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟଙ୍କ ସହାନୁଭୂତିକୁ ଚାହିଁ ରହିଛନ୍ତି। ପରିବାର ବୋଲି 2 ଝିଅ ଏବଂ ଗୋଟିଏ ପୁଅ ଆଉ ସ୍ତ୍ରୀ। ଗୋଟିଏ ଭଙ୍ଗା ଚାଳ ଛପର ଘରେ 5 ପ୍ରାଣୀଙ୍କର ଦୁଃଖଭରା ଜୀବନ କଟୁଛି। ବର୍ଷା ହେଲେ ଘର ଭିତରକୁ ପାଣି ଆସିଯାଉଛି, ତଥାପି ସେହି ଘରଟି ହିଁ ସେମାନଙ୍କ ଏକମାତ୍ର ଭରସା ପାଲଟିଛି। ସରକାରଙ୍କ ପକ୍କା ଘର ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଛି। ଦାରିଦ୍ର୍ୟତା ଏମିତି ଯେ 2 ବେଳା ଭଲରେ ଖାଇବା ପାଇଁ ମିଳିବା ବହୁତ କଷ୍ଟକର। ସରକାରୀ ସହାୟତା କହିଲେ କେବଳ ଗୋଟିଏ ରାସନ କାର୍ଡ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସରକାରୀ ସହଯୋଗ ପରିବାର ପାଖକୁ ପହଞ୍ଚି ପାରିନାହିଁ। ସୁରେନ୍ଦ୍ରଙ୍କ ଚିକିତ୍ସା ପାଇଁ ପ୍ରତି ମାସରେ ଅକ୍ସିଜେନ ମେସିନ ଭଡ଼ା ବାବଦରେ ମାତ୍ର 10,000 ଟଙ୍କା ଖର୍ଚ୍ଚ ହେଉଛି। ଏହାସହ ଫୁସ୍ଫୁସ୍ ସଂକ୍ରମଣ ରୋକିବା ପାଇଁ ପ୍ରତିବର୍ଷ ଇଞ୍ଜେକ୍ସନ ଓ ଔଷଧରେ 5ରୁ 10,000 ଟଙ୍କା ଆବଶ୍ୟକ ପଡୁଛି। ଆର୍ଥିକ ଅଭାବ ଏବେ ବି ତାଙ୍କ ଚିକିତ୍ସାରେ ସବୁଠାରୁ ବଡ଼ ବାଧା ହୋଇଛି। 9 ବର୍ଷ ଧରି ଶଯ୍ୟାରେ ପଡ଼ି ରହିଥିବା ସୁରେନ୍ଦ୍ର ଆଜି ରୋଜଗାର କରିବାକୁ ସମର୍ଥ ନୁହନ୍ତି। ଫଳରେ ପରିବାର ଏବେ ବାର ଦ୍ୱାର ଶୁଣ୍ଡିଗୁଣ୍ଡା ହୋଇଯାଇଛନ୍ତି। ଯଦିଓ କିଛି ସାମାଜିକ ସଂଗଠନ ସହାୟତାର ହାତ ବଢ଼ାଇଥିଲେ, ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ସୁରେନ୍ଦ୍ରଙ୍କ ସ୍ତ୍ରୀ ଓ ଛୋଟ ଛୋଟ ପିଲାମାନଙ୍କ ଆଖିରେ ଆଜି ବି ଏକମାତ୍ର ପ୍ରଶ୍ନ, ବାପା ବଞ୍ଚିବେ? ହେଲେ ବାପା ବଞ୍ଚିବେ ତ କେମିତି ବଞ୍ଚିବେ? ପରିବାର ପକ୍ଷରୁ ପ୍ରଶାସନ, ସରକାର ଓ ସମାଜର ସହୃଦୟ ବ୍ୟକ୍ତିଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରାଯାଇଛି। ଯଦି ଶୀଘ୍ର ସହଯୋଗ ନ ମିଳେ ତେବେ ସୁରେନ୍ଦ୍ର ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ। ତେଣୁ ସୁରେନ୍ଦ୍ରଙ୍କ ସ୍ତ୍ରୀ ଏବଂ ଛୁଆ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି। ଦୀର୍ଘ 9 ବର୍ଷ ହେଲାଣି ମୋ ସ୍ୱାମୀ ଫୁସ୍ଫୁସ୍ ରୋଗରେ ପୀଡ଼ିତ। ମୁଁ ଆଗରୁ ଭଲ ଥିଲେ, କିନ୍ତୁ ବର୍ତ୍ତମାନ ମେଡ଼ିସିନ ମୁଁ ନ ପାଇବାରୁ, ତାଙ୍କୁ ଠିକ୍ ସେ ମେଡ଼ିସିନ ନ ଦେବାରୁ ଆଜି ସେ ବେଶୀ ସିରିୟସ୍ ଅବସ୍ଥାରେ ଯାଇକି ମେସିନ୍ ଲାଗିବାର ସମୟ ବି ଏମିତି ହେଲା ପହଞ୍ଚିଗଲା। ବର୍ତ୍ତମାନ 2ଟା ମେସିନ୍ ନ ଦେଲେ ସେ ବଞ୍ଚିପାରିବେନି। ଆଉ 5 ବର୍ଷ ଆଗରୁ ମୋତେ ଡକ୍ଟର କହୁଥିଲେ ଇନଫେକ୍ସନ୍ ହେବା ପାଇଁ ଗୋଟେ ଲେଖାଏଁ ଇଞ୍ଜେକ୍ସନ୍ ତାଙ୍କୁ ବର୍ଷରେ ଥରେ ଦିଆଯିବ, କିନ୍ତୁ ତାହା ବି ମୁଁ ଦିଏନା। କିନ୍ତୁ ଡକ୍ଟର ପଚାରିଲେ ମୁଁ କହିଦିଏ ହଁ ମୁଁ ତାଙ୍କୁ ଦେଇଛି ବୋଲି, କାରଣ ମୋ ପାଖରେ ସେତିକି ବି ପଇସା ନାହିଁ ମୁଁ ତାଙ୍କୁ ନେଇକି ଇଞ୍ଜେକ୍ସନ୍ ଦେବା ପାଇଁ। ଆଉ ଏବେ ତ ଏସ୍ସିବି କହୁଛି ଯେ ଏଇ 2ଟା ମେସିନ୍ ଯଦି ନ ଲଗାଇବେ ତାହେଲେ ତାଙ୍କର ଆଉ ବଞ୍ଚିବାର ଇଏ ନାହିଁ, କିନ୍ତୁ ଏ ମେସିନ୍ ଦ୍ୱାରା ହିଁ ବଞ୍ଚିବେ। କିନ୍ତୁ ଭଡ଼ାରେ ମୁଁ ଆଣିଛି ଭାଇ 10,000 ଟଙ୍କା ମାସକୁ, କିନ୍ତୁ ଭଡ଼ା ଦେବାର ସକ୍ଷ ବି ମୋର ନାହିଁ। 2 ମାସର ଦେଇଛି, ଆଉ 2 ମାସର ଦିଆ ହେଇନି। ଏମିତି ଲାଇଫ୍ ଟାଇମ୍ ପାଇଁ ତ ଡକ୍ଟର କହିଛନ୍ତି, କିନ୍ତୁ ମୁଁ କ'ଣ କରିବି? ମୋର ଆଉ କିଛି ଉପାୟ ଶୁଣିବାକୁ। ତାଙ୍କର ଲଞ୍ଚ ଖରାପ ହେଇଛି। ମୁଁ ଚାହୁଁଛି ଆମେ ବାପାଙ୍କ ପାଇଁ ପଇସା, ମେଡ଼ିସିନ ମେସିନ୍ ପାଇଁ ପଇସା ଦେଲେ ମୋ ବାପା ବଞ୍ଚିପାରିବେ। ହଁ, ମୁଁ ମୁଖ୍ୟମନ୍ତ୍ରୀକୁ ଅନୁରୋଧ କରୁଛି ମୋ ବାପାକୁ ଭଲ କରିଦିଅ। ଆମେ ଖାଇପାରୁନା, ଭଲସେ ପିନ୍ଧି ପାରୁନା। ମୋ ବୋଉ ମୋ ବାପାକୁ ମେଡ଼ିକାଲ ନେଲା ବେଳକୁ ଆମେ ଠିକ୍ ସେ ଖାଇପାରୁନା, ବୁଲି ପାରୁନା, ପିନ୍ଧି ପାରୁନା, କିଛି କରିପାରୁନା। ପାଠ ପଢ଼ିବାକୁ ମୋ ବାପା ବହୁତ ମେଡ଼ିକାଲ ଗଲେ, ଆମେ ଦୋକାନରେ ଘରେ ରହୁଛୁ, ସ୍କୁଲ ଯାଇପାରୁନୁ। ହଁ, ଇଚ୍ଛା ହେଲେ ଘରେ ତ କେହି ନାହାନ୍ତି, ଇଚ୍ଛା ହେଲେ କ'ଣ ହବ? ଆମେ ତ ଯାଇପାରୁନୁ, ଟ୍ୟୁସନ୍ ଯାଇପାରୁନା କି ସ୍କୁଲ ଯାଇପାରୁନା। ସୁରେନ୍ଦ୍ର ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ବିଗିଡ଼ିବାରେ ଲାଗିଛି। ଯଦି କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ଯେଉଁ ବିଭାଗ ରହିଛି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସେ ମଧ୍ୟ ଅନୁରୋଧ କରିଛନ୍ତି ତାଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ।
जदि सुरेंद्र मल्लिकर चिकित्सा सठिक समय न हो पारे आहुरी स्वास्थ्य अवस्था गुरुतर हो पारे। एभली अवस्था जिला प्रशासन एवं राज्य सरकार कौन करुछंती ताहा देखिबा बाकी रहिला। केन्द्रापड़ा पटामुंडेईरू महेश पाढ़ी, फोकस प्लस।